ଆପଣ ଦେଖୁଛନ୍ତି ଓଡ଼ିଆ ଝିଅ ନ୍ୟୁଜ୍। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଏହି ଚ୍ୟାନେଲରେ ଆପଣ ଯଦି ନୂଆ ଭିଡ଼ିଓଟିକୁ ପ୍ରଥମ କରି ଦେଖୁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ନୋଟିଫିକେସନକୁ ଦବାଇ ଦେବେ। ଚାଲନ୍ତୁ ଆଜିର ମୁଖ୍ୟ ଖବର ଉପରେ ନଜର ପକାଇବା। ନମ୍ବର 1, ସମ୍ବଲପୁରରେ ଚାଷୀଙ୍କ ନିଆରା ପ୍ରତିବାଦ। କେଜି ପିଛା 10 ଟଙ୍କାରେ ବିକିଲେ ଧାନ, ଦର ବଢ଼ିଗଲେ ସରକାରଙ୍କ ଚେତା ପାଇଁ ସେହି ସାମଗ୍ରୀକୁ କମ୍ ଦାମରେ ବିକ୍ରି କରି ପ୍ରତିବାଦ କରିଥାନ୍ତି ବିଭିନ୍ନ ରାଜନୈତିକ ଦଳ। ହେଲେ ଅମଳ ପରେ ଧାନ ବିକି ନପାରିବାରୁ କିଲୋ ପିଛା ମାତ୍ର 10 ଟଙ୍କାରେ ବିକି ପ୍ରତିବାଦ ଜଣାଇଛନ୍ତି ସମ୍ବଲପୁରର ଚାଷୀ। ଅନ୍ୟପଟେ ଆନ୍ଦୋଳନ ପରେ ଆଜି ପୁଣି କିଛି ଚାଷୀଙ୍କୁ ଟୋକନ ଦେଇଛନ୍ତି ସରକାର। ନମ୍ବର 2, ଭୋଟର ଲିଷ୍ଟରୁ କଟିଲା 58 ଲକ୍ଷରୁ ଅଧିକଙ୍କ ନାମ। ପଶ୍ଚିମବଙ୍ଗରେ ସଂଶୋଧିତ ପ୍ରସ୍ତାବିତ ନୂତନ ଭୋଟର ତାଲିକା ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପଶ୍ଚିମବଙ୍ଗରେ 7,67,37,529 ମତଦାତାଙ୍କ ତାଲିକା ପ୍ରସ୍ତୁତ ହୋଇଥିଲା। ଏହା ମଧ୍ୟରୁ 7,08,16,616 ମତଦାତାଙ୍କ ଗଣନା ସଂଖ୍ୟା ଡିଜିଟାଇଜେସନ କରାଯାଇଛି। ଏହି ପ୍ରକ୍ରିୟାରେ 58 ଲକ୍ଷରୁ ଉର୍ଦ୍ଧ୍ୱ ମତଦାତା ଅନୁପସ୍ଥିତ, ମୃତ ଏବଂ ନକଲ ସାବ୍ୟସ୍ତ ହେବା ଫଳରେ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ନମ୍ବର 3, ବଦମାସ ଗୁଳି ଚଳାଇଲେ, ମୋବାଇଲ ବଞ୍ଚାଇଲା ଜୀବନ। ରାଉରେ ଏଭଳି ଏକ ଘଟଣା ଘଟିଛି। 2 ଜଣ ବଦମାସ ଏକ କଳା ସ୍କୁଟିରେ ଆସି ବିନୟ ପାଟିଦାରଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ବିନୟଙ୍କ ପକେଟରେ ଥିବା ମୋବାଇଲ ଓ ଏଟିଏମ୍ କାର୍ଡ଼ ତାଙ୍କ ଜୀବନ ବଞ୍ଚାଇ ଦେଇଥିଲା। ଗୁଳି ମୋବାଇଲ ଏଟିଏମ୍ କାର୍ଡ଼କୁ ଭେଦ କରି ତାଙ୍କ ଗୋଡ଼ରେ ବାଜିଥିଲା, ମାତ୍ର ଏହାର ବେଗ କମିଯାଇଥିବାରୁ ବିନୟଙ୍କ ବିଶେଷ କ୍ଷତି ହୋଇନଥିଲା। ପୁଲିସ ସିସିଟିଭି ଫୁଟେଜ୍ ମାଧ୍ୟମରେ ଦୋଷୀଙ୍କ ସନ୍ଧାନରେ ଲାଗିଛି। ନମ୍ବର 4, ଗାଡ଼ି ଚାଳକ ସାବଧାନ, ନିୟମ ଭାଙ୍ଗିଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ। ମଦ ପିଇ ଗାଡ଼ି ଚଳାଇବା, ବେଗ ଅତିକ୍ରମ କରିବା, ଦୁର୍ଘଟଣାରେ ମୃତ କିମ୍ବା ଆହତ ଘଟଣାରେ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଯିବ ବୋଲି ନିୟମ ରହିଛି। ବାରମ୍ବାର ନିୟମ ଉଲ୍ଲଂଘନ କଲେ ଆର୍ସି ବାତିଲ କରିଦିଆଯିବ ବୋଲି ପରିବହନ ବିଭାଗ କହିଛି। ସମସ୍ତ କାର୍ଯ୍ୟାନୁଷ୍ଠାନକୁ ବାହନ ଓ ସାରଥୀ ପାର୍ଟୋଲରେ ତୁରନ୍ତ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅବହେଳା କଲେ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସର୍କୁଲାରରେ କୁହାଯାଇଛି। ନମ୍ବର 5, ଲଘୁ ଖଣିଜ ଚୋରାଚାଲାଣ, ଗୋଚାଲାଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କ ନିର୍ଦ୍ଦେଶ। ରାଜ୍ୟରେ ଚୋରାବାଲି, ମୋରମ ମାଙ୍କଡ଼ା ପଥର ମାଫିଆ ତଥା ବେଆଇନ ଗୋ ଚାଲାଣକାରୀଙ୍କ ବିରୋଧରେ ଓଡ଼ିଶା ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି କ୍ରମରେ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ଓ ଗୋ ଚାଲାଣ ଉପରେ ରୋକ ଲଗାଇବା ପାଇଁ କିଛି ଦିନ ଧରି ପୋଲିସ ତରଫରୁ ଅପରେସନ ଧରପଗାଡ଼ ଅଭିଯାନ କରାଯାଉଥିଲା। ନମ୍ବର 6, କୋଟିଏ ଟଙ୍କା ଠକେଇ କରି ଠକ ଦମ୍ପତି ଗିରଫ। ଠକି ନେଇଥିଲେ 1,06,00,000 ଟଙ୍କା। ବନ୍ଧା ହେଲେ ବଣ୍ଟିଆର ବବଲି। କୋଟିଏ ଟଙ୍କା ଠକେଇ କରି ଠକ ଦମ୍ପତି ଗିରଫ। ଏମସିଏଲର ପୂର୍ବତନ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଓ ତାଙ୍କ ପତ୍ନୀ ଗିରଫ। ଚନ୍ଦ୍ରଶେଖର ସାହୁ ଓ ଝରଣା ସାହୁଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ୟୁଡବ୍ଲ୍ୟୁ ଟିମ୍। ସେୟାର ଟ୍ରେଡିଂ ଆଳରେ କମ୍ପାନୀ ଖୋଲି ଠକିଥିଲେ ଉଭୟ ଦମ୍ପତି। ମାସକ ମଧ୍ୟରେ ଇନଭେଷ୍ଟମେଣ୍ଟର ଡବଲର ମୁନାଫା ଦେଇ ଠକି ନେଇଥିଲେ 1,06,00,000 ଟଙ୍କା। ନମ୍ବର 7, ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। 2ଟି କ୍ଲାସରୁମକୁ 152 ପିଲା। ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। 2ଟି କ୍ଲାସରୁମକୁ 152 ପିଲା ଆଗପଛ ହୋଇ ବସି ପଢ଼ୁଛନ୍ତି ପାଠ। ଏ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ପଞ୍ଚାୟତ ଗଞ୍ଜୁଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ। ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 152 ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ନମ୍ବର 8, ଜମି ମ୍ୟୁଟେସନ ମାମଲା, ଲାଞ୍ଚ ନେବା ଅଭିଯୋଗରେ ଆର୍ଆଇଙ୍କୁ 3 ବର୍ଷ ଜେଲ। ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ତହସିଲ ଅନ୍ତର୍ଗତ ମାଲିଡିହା ଆର୍ଆଇ ସର୍କଲର ପୂର୍ବତନ ରାଜସ୍ୱ ନିରୀକ୍ଷକ ମାନସୀ ସାହୁଙ୍କୁ ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ ସୁନ୍ଦରଗଡ଼ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାନସୀ ବର୍ତ୍ତମାନ ରାଉରକେଲା ତହସିଲରେ ଆର୍ଆଇ ଭାବରେ ନିଯୁକ୍ତି ରହିଛନ୍ତି।
ନମ୍ବର 9 ଓଡ଼ିଶା ଫାର୍ମା ସମ୍ମିଳନୀକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଆସିବ 25,000 କୋଟିର ପୁଞ୍ଜି। ଓଡ଼ିଶାକୁ ଦେଶର ଔଷଧ ଶିଳ୍ପ ବା ଫାର୍ମା ହବ୍ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏହି ଲକ୍ଷ୍ୟ ନେଇ ଆୟୋଜିତ ରାଜ୍ୟର ପ୍ରଥମ ଓଡ଼ିଶା ଫାର୍ମା ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଶିଳ୍ପ ଅନୁକୂଳ ପରିବେଶ ଉପରେ ଗୁରୁତ୍ୱାରୋପ କରି ଦେଶ ବିଦେଶର ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆହ୍ୱାନ ଦେଇଛନ୍ତି। ନମ୍ବର 10 10 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 3 ଗିରଫ। ଜଗତସିଂହପୁର ଜିଲ୍ଲାରେ 28 କେଜି ଗଞ୍ଜେଇ ଜବତ। ବିରିଡ଼ି ଥାନାଠାରେ ପୋଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ବ୍ୟବସାୟୀ ରାକେଟକୁ ଧରିବାରେ ସଫଳ ହୋଇଛି। 28 କେଜି ଗଞ୍ଜେଇ ସହିତ ଏକ କାର, 4ଟି ମୋବାଇଲ ଫୋନ ଓ 3 ଜଣଙ୍କୁ ଗିରଫ କରିଛି ବିରିଡ଼ି ପୋଲିସ। 3 ଜଣ ଯାକ କନ୍ଧମାଳର ଗଞ୍ଜେଇ ବେପାରୀ। ଏଥିନେଇ ବିରିଡ଼ି ଥାନାରେ ଏସଡିପିଓ ଓ ଥାନା ଆଇଆଇସି ଏକ ସାମ୍ବାଦିକ ସମ୍ମିଳନୀରେ କହିଛି। ନମ୍ବର 11 ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ। ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ବୁଲି ଦେଖିଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ। ଏହା ସହ ସେ କିଛି ପୁସ୍ତକ ମଧ୍ୟ କିଣିଥିଲେ। ମହୋତ୍ସବରେ ପହଞ୍ଚିବା ପରେ ସଂସ୍କୃତି ବିଭାଗ ଉପନିର୍ଦ୍ଦେଶିକା ଡ ସୁଚିସ୍ମିତା ମନ୍ତ୍ରୀ ଡ ସାମନ୍ତଙ୍କୁ ସ୍ୱାଗତ କରିଥିଲେ। ପରେ ଡ ସାମନ୍ତ ମହୋତ୍ସବ ପରିସରରେ ଥିବା ସ୍ୱାଧୀନତା ସଂଗ୍ରାମୀ ପ୍ୟାଭିଲିୟନ ପରିଦର୍ଶନ କରି ସେଠାରେ ଥିବା ମା ରମାଦେବୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନମ୍ବର 12 ସରକାରୀ ଅର୍ଥ ହଡପ ଘଟଣା, ପଟ୍ଟାମୁଣ୍ଡାଇ ବ୍ଲକ ଜେଇ ଗିରଫ। ସରକାରୀ ଅର୍ଥ ହଡପ ଘଟଣା, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଜେଇ ଗିରଫ। ଜେଇ ରତ୍ନେଶ କୁମାର ପାଣ୍ଡେଙ୍କୁ ଭିଜିଲାନ୍ସ ଗିରଫ କରିଛି। ସରକାରୀ କାମ ନ କରି ଟଙ୍କା ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। କନିଷ୍ଠ ଯନ୍ତ୍ରୀ 9,70,000 ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ଜଣାଯାଇଛି। ନମ୍ବର 13 ଇ-ଶ୍ରମ କାର୍ଡ, ଏହି ଯୋଜନାରେ ଖାତାକୁ ଆସୁଛି 1,500 ଟଙ୍କା, 2 ଲକ୍ଷର ବୀମା ବି ମିଳୁଛି। ଏମିତି କରନ୍ତୁ ଆବେଦନ। ଯେଉଁମାନେ ଅନଲାଇନରେ ପଞ୍ଜୀକରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନେ ସେମାନଙ୍କର ନିକଟତମ ସିଏସସିକୁ ଯାଇ ମଧ୍ୟ ପଞ୍ଜୀକରଣ କରିପାରିବେ। ସିଏସସି ଅପରେଟର ଆପଣଙ୍କର ବିବରଣୀ ସଂଗ୍ରହ କରିବେ, ପଞ୍ଜୀକରଣ ସମାପ୍ତ କରିବେ ଏବଂ ତୁରନ୍ତ ଆପଣଙ୍କୁ ଏକ ଇ-ଶ୍ରମ କାର୍ଡ ପ୍ରଦାନ କରିବେ। ଏହି ପ୍ରକ୍ରିୟା ପାଇଁ 20ରୁ 50 ଟଙ୍କା ପର୍ଯ୍ୟନ୍ତ ଏକ ନାମମାତ୍ର ଶୁଳ୍କ ନିଆଯାଇପାରେ। ଆପଣଙ୍କ ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଏବଂ ମୋବାଇଲ ନମ୍ବର ଆପଣଙ୍କ ସହିତ ଆଣିବା ବାଧ୍ୟତାମୂଳକ। ପଞ୍ଜୀକରଣ ପରେ ଶ୍ରମିକ କାର୍ଡ ଧାରକମାନଙ୍କୁ ଏକ ଅନନ୍ୟ 12 ଅଙ୍କ ନମ୍ବର ପ୍ରଦାନ କରାଯାଏ, ଯାହା ସେମାନଙ୍କୁ ଭବିଷ୍ୟତରେ ବିଭିନ୍ନ ସରକାରୀ ଯୋଜନା ପାଇବାରେ ସାହାଯ୍ୟ କରିବ। ଏହି ପ୍ରକ୍ରିୟାରୁ କୌଣସି ଯୋଗ୍ୟ ଶ୍ରମିକ ବାଦ ନ ପଡ଼ନ୍ତୁ, ତାହା ନିଶ୍ଚିତ କରିବା ପାଇଁ ସରକାର ସମସ୍ତ ଜିଲ୍ଲାରେ ସିଏସସି କେନ୍ଦ୍ର ସଂଖ୍ୟା ବୃଦ୍ଧି କରିଛନ୍ତି। ସରକାର ପାଣ୍ଠିରୁ ଅପବ୍ୟବହାର, ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ବ୍ଲକର କନିଷ୍ଠ ଯନ୍ତ୍ରୀ ରତ୍ନେଶ କୁମାର ପାଣ୍ଡେ ସରକାର ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଆଜି ଦିନ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ତାଙ୍କ ବିରୁଦ୍ଧରେ 2023ରୁ 24 ଆର୍ଥିକ ବର୍ଷରେ ପଟ୍ଟାମୁଣ୍ଡାଇ ବ୍ଲକରେ ଏକ ଷ୍ଟ୍ରିଟ୍ ଲାଇଟ୍ ବିଦ୍ୟୁତକରଣ ପ୍ରକଳ୍ପ କାର୍ଯ୍ୟକାରୀ କରି ଜିପି ଉନ୍ନୟନମୂଳକ ପାଣ୍ଠିର ଅପବ୍ୟବହାର ଅଭିଯୋଗ ହୋଇଛି। ନମ୍ବର 15 କ୍ୟାମରନ ଗ୍ରୀନ ହେଲେ ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ବିଦେଶୀ ଖେଳାଳି। 25 କୋଟି 20 ଲକ୍ଷରେ କିଣିଲା କୋଲକାତା। ଆଜି 2025ରେ ଆବୁଧାବିରେ ଆଇପିଏଲ୍ 2026ର ମିନି ନିଲାମର ରୋମାଞ୍ଚ ଆରମ୍ଭ ହୋଇଯାଇଛି। କେବଳ 77ଟି ସ୍ଲଟ୍ ପୂରଣ କରିବା ପାଇଁ 10ଟି ଦଳ ମଇଦାନରେ ଅଛନ୍ତି। କ୍ୟାମରନ ଗ୍ରୀନଙ୍କୁ କିଣିବା ପାଇଁ ଅନେକ ଦଳ ମଧ୍ୟରେ ନିଲାମ ଟେବୁଲରେ ଲଢ଼େଇ ଦେଖିବାକୁ ମିଳିଥିଲା। ରାଜସ୍ଥାନ ରୟାଲ୍ସ ଏବଂ କେକେଆର ମଧ୍ୟରେ ଗ୍ରୀନଙ୍କ ପାଇଁ ଦୀର୍ଘ ସମୟ ଧରି ଲଢ଼େଇ ଚାଲିଥିଲା। ନମ୍ବର 16 ମେସି ବିଭ୍ରାଟ, ବେଙ୍ଗଲ କ୍ରୀଡ଼ାମନ୍ତ୍ରୀଙ୍କ ଇସ୍ତଫା। ଲିଓନେଲ ମେସିଙ୍କ କାର୍ଯ୍ୟକ୍ରମରେ ବିଭ୍ରାଟ, ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ ଅରୁପ ବିଶ୍ୱାସ ଇସ୍ତଫା ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଶୃଙ୍ଖଳା ପରେ ପଶ୍ଚିମବଙ୍ଗ ସରକାର ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଏହା ବ୍ୟତୀତ ଅଧିକାରୀମାନେ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଦତ୍ତଙ୍କୁ ମଧ୍ୟ ଅଟକ ରଖିଥିଲେ। ନମ୍ବର 17 ଗୋଆ ଅଗ୍ନିକାଣ୍ଡ, ଦିଲ୍ଲୀରେ ପହଞ୍ଚିଲେ
ଲୁଥ୍ରା ଭ୍ରାତା। ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣା। ଦିଲ୍ଲୀରେ ପହଞ୍ଚିଲେ ପଳାତକ ଲୁଥ୍ରା ଭ୍ରାତା। ଗୋଆ ଅଗ୍ନିକାଣ୍ଡର 10 ଦିନ ପରେ ପହଞ୍ଚିଲେ। ଦୁଇ ଭାଇଙ୍କୁ କଡ଼ା ସୁରକ୍ଷା ବଳରେ ଥାଇଲାଣ୍ଡରୁ ଅଣାଯାଇଛି। ଦିଲ୍ଲୀ ପଟିଆଲା କୋର୍ଟରେ ହାଜର ପରେ ଟ୍ରାନଜିଟ୍ ରିମାଣ୍ଡରେ ଗୋଆ ନିଆଯିବ। ଡିସେମ୍ବର 6 ଗୋଆର ଆର୍ପରାରେ ନାଇଟ୍ କ୍ଲବ୍ ବିଚ୍ ବାଇ ରୋମିଓ ଲେନ୍‌ରେ ନିଆଁ ଲାଗି 25 ଜଣଙ୍କ ମୃତ୍ୟୁ ଘଟିଥିଲା। ନମ୍ବର 18 ଧଉଳି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା। ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ। ରାଜଧାନୀ ଧଉଳି ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଘଟଣା। ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ। ଘଟଣାକୁ ଗୁରୁତର ସହ ନେବାକୁ ଧଉଳି ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ମହିଳା କମିଶନଙ୍କ ଟିମ୍। ଆଗକୁ ପୀଡ଼ିତାଙ୍କ ଘରକୁ ଯାଇ ଅଧିକ ତଦନ୍ତ କରିବେ ବୋଲି କହିଛନ୍ତି। ନମ୍ବର 19 ପହଲଗାମ ଆକ୍ରମଣର ମୁଖ୍ୟ ଆକ୍ରମଣକାରୀକୁ ଧରାଇଲେ ମିଳିବ 10 ଲକ୍ଷ ଟଙ୍କା। ପହଲଗାମ ଆକ୍ରମଣର ଖୁଲାସା କରୁଛି ଏନ୍ଆଇଏ। ବର୍ତ୍ତମାନ ଏହି ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀର ପରିଚୟ ସାମ୍ନାକୁ ଆସିଛି। ଏହାରି ମଧ୍ୟରେ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଧରାଇ ଦେବା ପାଇଁ ଏନ୍ଆଇଏ 10 ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ସୂଚନା ଅନୁଯାୟୀ ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ଏହି ଷଡ଼ଯନ୍ତ୍ର କରିଥିବା ନେଇ ଏନ୍ଆଇଏ ପାଖରେ ପକ୍କା ପ୍ରମାଣ ରହିଛି। ନମ୍ବର 20 ଭୀଷଣ ଥଣ୍ଡାରେ ଥରୁଛି ସାରା ଓଡ଼ିଶା। ଆଗକୁ ଆହୁରି ବଢ଼ିବ ଶୀତ। ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି। ଉଦୟଗିରିର ରାତି ପାରଦ ସାମାନ୍ୟ ବଢ଼ିଛି। 3 ଡିଗ୍ରୀକୁ ଖସିଥିବା ପାରଦ 5 ଡିଗ୍ରୀକୁ ବଢ଼ିଛି। ଏବେ ବି ରାଜ୍ୟର 11 ସହରର ତାପମାତ୍ରା 10 ଡିଗ୍ରୀ ତଳେ ରହିଛି। ଦାରିଙ୍ଗବାଡ଼ି ଓ ଫୁଲବାଣୀର ରାତି ତାପମାତ୍ରା 6 ଡିଗ୍ରୀ ରହିଥିବା ବେଳେ କୋରାପୁଟରେ 6.8 ଡିଗ୍ରୀ, ଶିମିଳିଗଡ଼ରେ 7.4 ଡିଗ୍ରୀ, ଚିପିଲିମାରେ 8.8 ଡିଗ୍ରୀ, ନବରଙ୍ଗପୁରରେ 9 ଡିଗ୍ରୀ, ସେହିପରି ଭବାନୀପାଟଣାରେ 9.2 ଡିଗ୍ରୀ, ଅନୁଗୁଳରେ 9.6 ଡିଗ୍ରୀ ଓ ଝାରସୁଗୁଡ଼ାରେ 9.8 ଡିଗ୍ରୀ ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଛି। ପୁରୀକୁ ଛାଡ଼ିଦେଲେ ଅବଶିଷ୍ଟ ଓଡ଼ିଶାର ତାପମାତ୍ରା 15 ଡିଗ୍ରୀ ପାଖାପାଖି ରହିଛି। ଦ୍ୱୈତନଗରୀର ରାତି ତାପମାତ୍ରା ସମାନ ରହିଛି। 12.6 ଡିଗ୍ରୀ ରାତି ତାପମାତ୍ରାରେ ଦ୍ୱୈତନଗରର ବାସୀ ଅସ୍ତବ୍ୟସ୍ତ ହେଉଛନ୍ତି। ଅନ୍ୟପଟେ ଏହି ଥଣ୍ଡାରୁ ଏବେ ମୁକ୍ତି ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ।